सुसेस ବୋଲି କିନ୍ତୁ କେତେଟା ବିଷୟ ମୁଁ ଆଡ୍ କରିଛି କେତେଟା ବିଷୟ ଆଡ୍ କରିଛି ଯୋଉଟା କି ଆମେ ମାନେ ବର୍ତ୍ତମାନ ଦେଖିବା କ'ଣ ଦ ଗ୍ଲୋରି ଡିପାର୍ଟ ହେଲା ଇସ୍ରାଏଲ ଲୋକମାନଙ୍କୁ କେମିତି ସେମାନଙ୍କୁ ଉଦ୍ଧାର କରିବା ହେଲା ସେଇଟା ହଉଛି ଆମେ ମାନେ କଣ୍ଟ୍ରିବ୍ୟୁସନ କରିବା ତାପରେ ରିପେଣ୍ଟ ମାନେ ମନ ପରିବର୍ତ୍ତନ କରିବା ରେସ୍କ୍ୟୁ ମାନେ ଯୋଉଟା କି ଦାସତ୍ୱ କାର୍ଯ୍ୟରୁ ସେମାନଙ୍କୁ ଉଦ୍ଧାର କରିକି ଆଣିବା ତାପରେ ରିଜଲ୍ଟ କ'ଣ ଦେଖେଇଲା ସେମାନେ କାନାନାଇଟ ଦେଶରେ ଧରିକି ଯିବା ନାଇଁ এই ସବୁ ବିଷୟରେ ଆମେ ମାନେ ଦେଖିଛୁ ଏଠି କ'ଣ ଦେଖୁଛୁ ମାନେ ପ୍ରଥମ ସାମୁଏଲ ନାଇଁ ପ୍ରଥମ ସାମୁଏଲ ନାଇଁ ଏଇଟା ଆମେ ମାନେ ଗଲାଥର ପ୍ରଥମ ସାମୁଏଲ ପଠନ କଲୁ ନାଇଁ ପ୍ରଥମ ସାମୁଏଲ ଯୋଉଟା କି 7 ଅଧ୍ୟାୟ 5 ପଦ ପଠନ କରନ୍ତୁ କ'ଣ ଲେଖାଯାଇଛି ପଠନ କରିବା ପଠନ କରନ୍ତୁ ତ ସାମୁଏଲ କହିଲେ ତୁମ୍ଭେମାନେ ସମୁଦାୟ ଇସ୍ରାଏଲକୁ ମିସ୍ପିରେ ଏକତ୍ର କର ତହିଁରେ ମୁଁ ତୁମ୍ଭମାନଙ୍କ ନିମନ୍ତେ ସଦାପ୍ରଭୁ ନିକଟରେ ପ୍ରାର୍ଥନା କରିବି ସମସ୍ତ ଇସ୍ରାଏଲ ଲୋକମାନଙ୍କୁ ଏକତ୍ର କର ତାହେଲେ ମୁଁ ସଦାପ୍ରଭୁଙ୍କଠାରେ କ'ଣ ପ୍ରାର୍ଥନା କରିବି କାହିଁକି କ'ଣ ପାଇଁ ସେମାନଙ୍କୁ ଉଦ୍ଧାର କରିବା ପାଇଁ କିଏ ଇସ୍ରାଏଲ ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ପରମେଶ୍ୱର ଆଦେଶ ଦେଲେ ସାମୁଏଲଙ୍କ ଦ୍ୱାରା ଯେ ଇସ୍ରାଏଲ ଲୋକମାନଙ୍କୁ ଏକତ୍ର କର ନାଇଁ କି ଏକତ୍ର କରି କ'ଣ ଆଣ ଦେଖନ୍ତୁ এইটা হচ্ছে যে পরমেশ্বরଙ୍କର ইচ্ছা ଥିଲା ইসরায়েল ଲୋକମାନଙ୍କୁ ଉଦ୍ଧାର କରିବା এইটা 7 ଅଧ୍ୟାୟ 5 ରୁ 10 ପଦ ପର୍ଯ୍ୟନ୍ତ ଆମେ ପଠନ କରିବା ସେଥିରେ ଆମେ ମାନେ ବୁଝି ପାରିବା ଯେ ସେମାନଙ୍କୁ କେମିତି ଉଦ୍ଧାର କରାଗଲା ନାଇଁ କଣ୍ଟିନ୍ୟୁ ଯେତେବେଳେ ପଠନ କରିବା ଆହୁରି 11 ପଦ ପଠନ କରନ୍ତୁ କ'ଣ ଲେଖାଯାଇଛି 11 ପଦରେ ତ ଇସ୍ରାଏଲ ଲୋକମାନେ ମିସ୍ପିରୁ ବାହାରି ପଲେଷ୍ଟିୟ ମାନଙ୍କ ପଛେ ପଛେ ଗୌଡ଼ାଇ ବେତକର ତଳ ପର୍ଯ୍ୟନ୍ତ ସେମାନଙ୍କୁ ଆଘାତ କଲେ ଏଇଟା ହଉଛି ଯୋଉଟା କି ସେମାନେ ରେସ୍କ୍ୟୁ କରିବା ସମୟରେ ମାନେ ସେମାନଙ୍କୁ ଉଦ୍ଧାର କରିବା ସମୟରେ ଯୋଉଟା କି ପ୍ରୋବ୍ଲେମ ଥିଲା କ'ଣ ତ ଇସ୍ରାଏଲ ଲୋକମାନେ ମିସ୍ପିରୁ ବାହାରି ପଲେଷ୍ଟିୟ ମାନଙ୍କ ପଛେ ପଛେ ଘୋଡ଼ାଇ ମାନେ ଏଇପରି ସେମାନେ ସାମ୍ନା କରୁଥିଲେ ଯୋଉଟା କି ସେମାନଙ୍କର ପ୍ରୋବ୍ଲେମ ଦ୍ୟାଟ୍ସ ହ୍ୱାଟ ଦ ପ୍ରୋବ୍ଲେମ ଇଜ ସେସ୍ ହିୟର ଆଉ 14 ପଦରେ ପଠନ କରନ୍ତୁ କ'ଣ ଲେଖାଯାଇଛି ଆଉ ପଲେଷ୍ଟିୟ ମାନେ ଇସ୍ରାଏଲ ଠାରୁ ଯେ ସମସ୍ତ ନଗର ହରଣ କରିଥିଲେ ଇକ୍ରଣ ଠାରୁ ଗାଦ ପର୍ଯ୍ୟନ୍ତ ସେ ସମସ୍ତ ଇସ୍ରାଏଲକୁ ଫେରାଇ ଦିଆଗଲା ପୁଣି ଇସ୍ରାଏଲ ପଲେଷ୍ଟିୟ ମାନଙ୍କ ହସ୍ତରୁ ତହିଁର ସୀମା ଉଦ୍ଧାର କଲେ ଏବଂ ତାର ଇସ୍ରାଏଲ ଓ ଇମରିଆ ମାନଙ୍କ ମଧ୍ୟରେ ସନ୍ଧି ହେଲା ଏଠି ଦେଖନ୍ତୁ ପଲେଷ୍ଟିଆନ ମାନଙ୍କ ମଧ୍ୟରୁ ଇସ୍ରାଏଲ ମାନଙ୍କୁ ଉଦ୍ଧାର କରାଗଲା ଉଦ୍ଧାର କଲା ପରେ କାହା ସହିତ ସନ୍ଧି ହେଲା ଇମୋରିୟ ମାନଙ୍କ ମଧ୍ୟରେ ସନ୍ଧି ହେଲା ମାନେ ସେମାନଙ୍କ ସହିତ ଯୁଗ କଲା ନାଇଁ କି ଏଇଟା ହଉଛି ଆମେ ମାନେ ଦେଖୁଛୁ ଆହୁରି 15 ପଦରୁ 17 ପଦ ପର୍ଯ୍ୟନ୍ତ ଆମେ ମାନେ ଏଠି ଦେଖିବା ଏଇଟା ହଉଛି ପରମେଶ୍ୱରଙ୍କର ଗୌରବ ମହିମା କ'ଣ ହେଲା it was glorified from them ପରମେଶ୍ୱରଙ୍କର ମହିମା ଏଠୁ ଆରମ୍ଭ ହେଲା ସେଇଥିପାଇଁ ଆମେ ମାନେ ଏଠାରେ ସ୍ପଷ୍ଟ ଭାବରେ ଦେଖୁଛୁ ଯେ ପରମେଶ୍ୱର କେତେ ସେ ଟ୍ରାଏ କଲା ଇସ୍ରାଏଲ ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ନାଇଁକି ମିଶର ଦେଶରୁ ପୁଣି ପୁଣି ପାଲେଷ୍ଟିଆନ ଲୋକମାନଙ୍କ ପାଖରେ ପାଲେଷ୍ଟିଆନ ଲୋକମାନଙ୍କ ଠାରୁ ଉଦ୍ଧାର କଲେ ପରମେଶ୍ୱର ଦେଖନ୍ତୁ ଠିକ ସେଇ ପ୍ରକାର ବର୍ତ୍ତମାନ ମଧ୍ୟ ଆମ୍ଭମାନଙ୍କର ଖ୍ରୀଷ୍ଟିଆନ ଲାଇଫରେ ପରମେଶ୍ୱର ଏଇ ପାପରୁ ଆମ୍ଭମାନଙ୍କୁ ଉଦ୍ଧାର କଲେ ସେଇ ପାପରୁ ମନ ପରିବର୍ତ୍ତନ କରି ଆଉ ଅନ୍ୟ ପାପ କରିଥାଉ ନାଇଁ ସେଇଥିପାଇଁ ଆମେ କାଲି 7ଟି ବିଷୟ ପଢିଥିଲୁ ନାଇଁ କି ପରମେଶ୍ୱର ଯୋଉ ପାପ ଗୁଡାକୁ ଘୃଣା କରୁଛି ସୋ ଆଇ ଆପ୍ରିସିଏଟ ଗ୍ରୁପରେ ଛାଡ଼ିଦେଲ ସୋ ରିଏଲି ସମସ୍ତେ ଜାଣିବାକୁ ପଡିବ କାହିଁକି ନା ଏଇଟା ହଉଛି କମନ ଫ୍ୟାକ୍ଟର ଯୋଉ ଗୁଡାକ ଆମ୍ଭମାନଙ୍କ ଜୀବନରେ ରହିଥାଏ ନାଇଁ ସେଇ ଗୁଡାକ ପରମେଶ୍ୱର ନାଇଁ ଘୃଣା କରୁଅଛି ସେଇ ବିଷୟ ଛୋଟ ଛୋଟ ପାପ ଗୁଡାକ ଇଟ୍ ଇଜ ନଟ୍ ଏ ବିଗର ଦେନ୍ ମର୍ଡର ନାଇଁ କି ମାନେ ଆମେ ମାନେ ଗୋଟେ ହତ୍ୟା କରିବା
ଠାରୁ ଅଧିକ ବଡ଼ ପାପ ନୁହେଁ, କିନ୍ତୁ ସେଇଟା ହଉଛି ପରମେଶ୍ୱର ଘୃଣା କରୁଛି। ଠିକ ସେଇ ପ୍ରକାର ସେଇ ଜାଗାରୁ ଆମ ମାନଙ୍କୁ ଦେଖ, ପରମେଶ୍ୱର ପାପକୁ ଘୃଣା କରୁଅଛନ୍ତି କିନ୍ତୁ ପାପୀକୁ ପ୍ରେମ କରୁଛନ୍ତି। ଏଇଟା ମାତ୍ର ଜାଣ, କାହିଁକି ନା ଇସ୍ରାଏଲ ଲୋକମାନେ ଯେତେ ଭୁଲ କାମ କଲେ ମଧ୍ୟ ପରମେଶ୍ୱର ସେମାନଙ୍କୁ ଉଦ୍ଧାର କରି 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 ଆଣୁଅଛନ୍ତି। ସେମାନେ ଯେତେ ପାପ କଲେ ମଧ୍ୟ, ଯେତେ ଭୁଲ କାମ କଲେ ମଧ୍ୟ, ନାଇଁ କି ଯେତେବେଳେ ମୋଜେସ୍ ସହିତ ସେମାନେ ଆସୁଥିଲେ, 10 ଆଜ୍ଞା ଯେତେବେଳେ ମୋଜେସ୍ ଧରିକି ଆସିଥିଲା, କୁନ୍ ଆୟମଲିଙ୍ଗନ ସେ ସମୟରେ କଣ ହେଲା, ଇସ୍ରାଏଲ ଲୋକମାନେ ମୂର୍ତ୍ତି ପୂଜା କରୁଥିଲେ। ଇସ୍ରାଏଲ ଲୋକମାନେ କଣ କରୁଥିଲେ, ମୂର୍ତ୍ତି ପୂଜା କରୁ। ତଥାପି ପରମେଶ୍ୱର ସେଠିରେ ସେମାନଙ୍କୁ କ୍ଷମା କରି ଆଉ ସେଇ ଜାଗାରୁ ଯଶୁଆଙ୍କ ଦ୍ୱାରା କାନାନ ଦେଶ ପର୍ଯ୍ୟନ୍ତ ଧରି, ମାନେ କାନାନ ଦେଶ ପର୍ଯ୍ୟନ୍ତ ସେମାନଙ୍କୁ ଧରିଗଲା। ଠିକ ସେଇ ପ୍ରକାର ଏଠି ଆମେ ଦେଖୁଛୁ ବର୍ତ୍ତମାନ ସାମୁଏଲଙ୍କ ଦ୍ୱାରା ଯୋଉ କାର୍ଯ୍ୟ ହେଉଛି। ଓକେ, ତାପରେ ନେକ୍ସଟ ଦେଖୁଛୁ ଏଠି ଦ ପ୍ରିପାରେସନ ଅଫ ଡେଭିଡ। ସାଉଲ ରାଜା ହେଲା ପରେ ନାଇଁ, ମାନେ ସାଉଲ ଯେତେବେଳେ ରାଜା ହେଲା, ଏଠି ଆମେମାନେ ଦେଖୁଛୁ ସେମାନଙ୍କର ଗୋଲ କଣ, ସେମାନଙ୍କର ଇଚ୍ଛା କଣ, ଗଲିଆତକୁ ମାରି ମାନେ ଗଲିଆତକୁ ହତ୍ୟା କରି ଇସ୍ରାଏଲ ଲୋକମାନଙ୍କୁ କାହାଠାରୁ ଉଦ୍ଧାର କରିବା ପାଇଁ, ପାଲେଷ୍ଟିଆନ ଲୋକମାନଙ୍କ ଠାରୁ, ପାଲେଷ୍ଟିଆନ ଲୋକମାନଙ୍କ ଠାରୁ ଉଦ୍ଧାର କରିବା ପାଇଁ ଏଠି କଣ, ଦାଉଦଙ୍କୁ ପ୍ରସ୍ତୁତ କରାଯାଉଛି। ଦାଉଦଙ୍କୁ ପ୍ରସ୍ତୁତ କରାଯାଉଛି। ସେଇଥିପାଇଁ ଏଠି ଦେଖୁଛି ଫାର୍ଷ୍ଟ ପଏଣ୍ଟ ହଉଛି ଡିସିପ୍ଲିନ। ଡିସିପ୍ଲିନ, ନାଇଁ କି ଆମେ ସପ୍ତମ ପଏଣ୍ଟ ପର୍ଯ୍ୟନ୍ତ ଦେଖିଛୁ, ବର୍ତ୍ତମାନ ଅଷ୍ଟମ ପଏଣ୍ଟ ସେଟା ହଉଛି ଏଠି ଦେଖୁଛୁ 16 ରୁ 18। ଦେଖନ୍ତୁ, ପଠନ କରନ୍ତୁ। ଅଛି କି ନାହିଁ, ଏଇଟା ହଉଛି ଯୋଉଟା କି ଆମେ ମାନେ ଦେଖୁଛୁ 16 ରୁ 18, ଆହୁରି 16 ରୁ 18 ସି, ଏଇଟା ପ୍ରଥମ ସାମୁଏଲ ଅଧ୍ୟାୟ ପରେ ଦେଇଛି। 16 ରୁ 18, 16 ରୁ 18, କାହିଁକି 16 ରୁ 18 ପଠନ କରନ୍ତୁ, ଭଲ ଲେଖାଯାଇଛି ପ୍ରଥମ ସାମୁଏଲ। ପ୍ରଥମ ସାମୁଏଲ 16 ରୁ 18। ହୁଁ। ତହିଁରେ ଯୁବମାନଙ୍କ ମଧ୍ୟରୁ ଜଣେ ଉତ୍ତର ଦେଇ କହିଲା, ଦେଖନ୍ତୁ, ମୁଁ ବେତଲେହେମର ଯିଶିର ଏକ ପୁତ୍ରଙ୍କୁ ଦେଖିଅଛି। ସେ ବଜାଇବାରେ ନିପୁଣ ଓ ମହାବିକ୍ରମଶାଳୀ ଓ ଯୋଦ୍ଧା ଓ କଥାରେ ବିଜ୍ଞ ଆଉ ରୂପବାନ, ପୁଣି ସଦାପ୍ରଭୁ ତାଙ୍କର ସଙ୍ଗେ ସଙ୍ଗେ ଅଛନ୍ତି। ଏଠାରେ ଦେଖନ୍ତୁ ତାର ଗୁଣ ଗୁଡାକ କେତେ ଅଛି। ସେ କହିଲେ, ତହିଁରେ ଯୁବାମାନଙ୍କ ମଧ୍ୟରୁ ଜଣେ ଉତ୍ତର ଦେଇ କହିଲା, ଦେଖନ୍ତୁ, ମୁଁ ବେତଲେହେମରେ ଯିଶିର ଏକ ପୁତ୍ରଙ୍କୁ ଦେଖିଅଛି। ଯିଶିଙ୍କୁ ଦେଖିଅଛି। ଦେଖ, ଦାଉଦଙ୍କ ପ୍ରସ୍ତୁତ, ମାନେ ଦାଉଦଙ୍କ ପାଇଁ ପ୍ରସ୍ତୁତ ଏଠି କରାଯାଉଛି ଯେ ସେ ଗୋଟେ ଗୀତ ଗାଇବା ପାଇଁ ମଧ୍ୟ ପ୍ରତ୍ୟେକ ସେ ତାର ଟ୍ୟାଲେଣ୍ଟେଡ ଅଛି। କଣ କଣ ଅଛି ଏଠାରେ, ସେ ବଜାଇବାରେ ନିପୁଣ ଓ ମହା ବିକ୍ରମଶାଳୀ, ଯୋଦ୍ଧା, କଥାରେ ବିଜ୍ଞ। ଦେଖନ୍ତୁ, ଏଇଟା ହଉଛି ଦାଉଦଙ୍କର ଗୁଣ। ପରମେଶ୍ୱରଙ୍କୁ, ମାନେ ଯେତେବେଳେ ସେଦିନ ଆମେ ମାନେ ଡିସ୍କସ କରିଥିଲୁ, ସାଉଲ ଯେତେବେଳେ ଯିଶିଙ୍କ ଘରକୁ ଯାଇଥିଲା ଦାଉଦଙ୍କୁ ଖୋଜିବା ନିମନ୍ତେ, ଯିଶିର ଘରେ ଯେତେ ଯୁବା ଥିଲେ, ମାନେ ଯିଶିର ପୁଅ ମାନେ ଯେତିକି ଥିଲେ, ସମସ୍ତେ ଦାଢି ବାନ୍ଧିଥିଲେ। ସେମାନେ କେତେ ବଡି ବିଲ୍ଡର, ମାନେ ବଡି ବିଲ୍ଡର ଭଳିଆ ଥିଲେ। They were look very handsome and powerful, but God rejected them. ମାନେ ପରମେଶ୍ୱର ସେମାନଙ୍କୁ ରିଜେକ୍ଟ କରିଦେଇଥିଲେ। କାରଣ କଣ? Because he wanted the person that all this quality, ମାନେ ଏଇ ସମସ୍ତ କ୍ୱାଲିଟି ଥିବା ଯୁବକଙ୍କୁ ପରମେଶ୍ୱର ଦରକାର। ସେଇଥିପାଇଁ ଏଠାରେ ଲେଖାଯାଇଛି ପ୍ରତ୍ୟେକ ତାର କ୍ୱାଲିଟି ବିଷୟରେ, ଡିସିପ୍ଲିନ, strength, boldness, love, commitment and graciousness, wisdom, respect, এই ସବୁ କାହା ପାଖରେ ଅଛି? ଦାଉଦଙ୍କ ନିକଟରେ ଅଛି। ପ୍ରିୟ ଭାଇ ଭଉଣୀ ମାନେ, ପରମେଶ୍ୱରଙ୍କ ଠାରେ ଆମ୍ଭ ମାନଙ୍କର ରିକ୍ୱାରମେଣ୍ଟ ଏଇଟା। କେବଳ ଦାଉଦଙ୍କ ଠାରୁ ନୁହେଁ,
आंभ मानक ठारू मध्य ए रिक्वायरमेंट आवश्यक डिसिप्लिन आवश्यक स्ट्रेंथ आवश्यक बोल्डनेस लव तनुमान कमिटमेंट फ्रीडम ग्रेसियस विस्डम रेस्पेक्ट ए समस्त परमेश्वर ठारे आंभ मानकर आवश्यक এই গোটিয়ে গোটিয়ে পথ আমি মানে দেখিবা গোটিয়ে গোটিয়ে রেফারেন্স দিয়া যাইছি সেঠারে আপন মানে পাই পারিবে বাট ডিলিজেন্স কনফেশন অনেস্টি এই এই সমস্ত বিষয় আমি মানে এঠারে বি দেখি পারু নাই কি সো প্রিয় ভাই ভଉଣୀ মানে which is we see here one minute. ଆମେ ଆମେ ମାନେ ଯୋଉଟା ଏଠି ଦେଖୁଛୁ जोटा कि माने दाऊदंकर रिक्वायरमेंट था दाऊदंक जीवन में जहाँ किसी रिक्वायरमेंट परमेश्वर ठारू सेटा होची आबे माने एठारे देखुछु ठीक सही प्रकार आबे मानक जीवन में व्हाट इज आवर लाइफ व्हाट अबाउट आवर लाइफ इज इट दिस ऑल क्वालिटीज ए समस्त क्वालिटी आबे मानक जीवन में अछि कि डिसिप्लिन अछि कि क्रिश्चियन डिसिप्लिन अछि सेकंड होची कोन स्ट्रेंथ अछि कि बड़ अछि कि आबे माने ख्रीष्ट काली 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 क्लास रे आबे माने डिस्कस करितलो नै कि जदि मनुष्य मरी थाए से जदि विश्वास रे अछि नै कि फर्स्ट थेसलोनिकन 6 रो 16 ରୁ 19 पर्यंत पठन कलु काले नै कि सेठी आबे माने पठन कलु कोन जे जदि से जीवन रे अछि मरी जाईछि तार अर्थ से जदि ख्रीष्टंक ठारे अछि ख्रीष्टंक ठारे रही धार्मिक वीक अछि ताहेल ता पाई कोनोसी विचार नाही जदि से धार्मिक नाही अविश्वासी अछि ताहेले तार पाई कोन वेटिंग प्लेस रे रही कोन विचार करिबा नै ठीक सही प्रकार प्रिय भाई बोली माने जब परमेश्वरंकर रिक्वायरमेंट द कमिटमेंट आम्भ मानकर कमिटमेंट इज वेरी वेरी इंपोर्टेंट सेति पाई एठारे कमिटमेंट ऑनेस्टी एई गुडा को दिया जायछि तापर हम माने सेकंड रे देखुछु कोन किंगशिप 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 माने जोटा कि सामुएल भविष्य वक्ता इस्राएल देश को ता पूर्वरु राजा नथिले ता पूर्वरु कोनोसी राजा नथिले सामुएल ही भविष्य वक्ता आरंभ कले एवं ता पूर्वरु विचारकर्ता माने थिले जेते बेडे सामुएल भविष्य वक्ता आसिला साउलंकु राजा पदवी दिया गला तापर साउल पर राजा किए हेले दाऊद दाऊद दिस टू where all future kings are compared to David. Hanson will raise for the place to worship. Samuel will warn them. नहीं इठी हम मन देखुछु जोडा कि सामुएलंको द्वारा दुईटी राजा कोन हला नियुक्त करा जाय गुटे होछि साउल आ गुटे होछि कोन दाऊद एइटा होछि आम्बे माने देखु साउलंको परे आउ किए भविष्य वक्ता आसीथिले के जानि चलति साउल पर सॉरी सामुएल परे जड़े भविष्य वक्ता आसीथिले से होछि नाथन भविष्य नै कि एइटा होछि आम्बे माने देखु इठी आम्बे माने देखुछु कोन द लाइफ एंड द रेस ऑफ डेविड माने दाऊदंकर जीवन एवं तार ग्रोथ how he raised the kingdom how he brought नहीं जेतेडे हम मान देखुछु दाऊद जेतेडे गलियात सहित युद्ध करबा पई जाइतिला से समय केते वर्ष के जानि छथि केते वर्ष थिला सो यू हैव टू फाइंड तापरे दाऊदंक परे सोलोमन को जेतेडे राजा रखा गला केते वर्ष थिला बाड़क थे तार अर्थ से 14 वर्ष थी वर्तमान 14 वर्ष केते को क्लास रे पढुथिबे एबे मोर बाबू से माने 13 कंप्लीट हो 14 वर्ष चालुची अष्टम सरेछि एबे नवम जीव ठीक सही प्रकार नै कि से तांकर बयस थिला से काली गुटे आजि गुटे न्यूज़ देखिथि काली जणे 14 वर्षर कोन बाड़क
IPL କ୍ରିକେଟରେ କଣ ସେଞ୍ଚୁରୀ ମାରିଥିବେ। ସୋ ଜଷ୍ଟ ଇମାଜିନ୍ 14 ବର୍ଷ। ଠିକ ସେଇ ପ୍ରକାର ସେ ସମୟରେ ମଧ୍ୟ ଦାଉଦଙ୍କର ବୟସ ସେମ୍ ଥିଲା। ଦାଉଦ ଦାଉଦ ଗୋଟିଏ ମାନେ ବାଳକ ଥିଲେ। ତାପରେ ସେ କୋଉଠି ଥିଲେ? ଜଙ୍ଗଲରେ ଥିଲେ। ସେ କୌଣସି ପଶୁ ମାନଙ୍କୁ ମଧ୍ୟ ଜନ୍ତୁ ମାନଙ୍କୁ ସେ ଭୟ କରୁନଥିଲେ। ହି ୱାଜ ଫିୟରଲେସ୍ among the beast। ସେଇଥିପାଇଁ ତାର ଜୀବନ ସାକ୍ରିଫାଇସ୍ କରିକି ମେଷ ମାନଙ୍କ ପାଇଁ, ମେଣ୍ଢା ମାନଙ୍କ ପାଇଁ ସେ ଚରଉଥିଲା ଜଙ୍ଗଲରେ। ଏଇଥିପାଇଁ ଏଠାରେ ଆମେମାନେ ପଠନ କଲୁ ଯେ ମୁଁ ଗୋଟିଏ ଯୁବାକୁ ଜାଣିଛି ଯିଏକି ସେ ଭୟ ନାହିଁ ଆଉ କୌଣସି ନାହିଁ, ସେ ଜଙ୍ଗଲରେ ଅଛି। ସେ ଜଙ୍ଗଲରେ ଅଛି। ତାପରେ ସାମୁଏଲ ଯାଇକି ତାକୁ କଣ କଲେ? ଅଭିଷେକ କଲେ। ଅଭିଷେକ କରିକି କଣ କଲେ? ହେଲେ then they were preparing to send with the Palestinians to fight with Goliath। ଗଲିଆତଙ୍କ ଦ୍ୱାରା ସହିତ ଯୁଦ୍ଧ କରିବା ନିମନ୍ତେ ପ୍ରସ୍ତୁତ କରାଗଲା। କାହାକୁ? ଦାଉଦଙ୍କୁ। ହେଲେ ଦାଉଦ କୌଣସି, ଯୋଉଟା କି ଆମେମାନେ ଦେଖୁଛୁ ଭାରତରେ ବର୍ତ୍ତମାନ ଫୌଜି ମାନଙ୍କୁ, ମାନେ ମିଲିଟାରୀ ମାନଙ୍କୁ ଯେତେବେଳେ ସେମାନଙ୍କୁ ବର୍ଡରକୁ ପଠାଯାଉଛି, ସେମାନଙ୍କୁ କେତେ ଟ୍ରେନିଂ ଦିଆଯାଉଛି ନାଇଁ କି? ନେଭି ଫୋର୍ସ, ଏୟାର ଫୋର୍ସ ଏମାନଙ୍କୁ ବହୁତ ଟ୍ରେନିଂ ଦିଆଯାଉଛି। କେତେ ଟ୍ରେନିଂ ଦେଲା ପରେ ଆଗ କମାଣ୍ଡର ହେବେ, ଦେନ୍ କମାଣ୍ଡର କ୍ୟାପ୍ଟେନ ହେବେ। ସବୁ ସେମାନେ ହେଲା ପରେ ସେମାନେ ଯୁଦ୍ଧକୁ ଯିବେ। ଠିକ ସେଇ ପ୍ରକାର ନାକି ଦାଉଦଙ୍କୁ ମଧ୍ୟ ପ୍ରସ୍ତୁତ କରାଗଲା। କିନ୍ତୁ ସେଇ ଡ୍ରେସ ସେ ପିନ୍ଧି ପାରିନଥିଲେ, ଯୋଉଟା କି ଲୁହାରେ ପ୍ରୋଟେକ୍ସନ, ବଡିର ପ୍ରୋଟେକ୍ସନ ନାଇଁ। ସେ କୌଣସି ଭୟ ନ କରିକି ଗଲିଆତଙ୍କ ସହିତ ଯୁଦ୍ଧ କରିବା ପାଇଁ ସେ ଯାଇଥିଲେ। That is called race of David। Race of David। That is the sacrifice he given for the Israel people। ମାନେ ଇସ୍ରାଏଲ ଲୋକମାନଙ୍କ ପାଇଁ ସେ ସାକ୍ରିଫାଇସ୍। ଯୋଉ ଇସ୍ରାଏଲ ଲୋକମାନେ ଗଲିଆତଙ୍କର ଅସ୍ତ୍ରରେ ଥିଲା, ପଲିଷ୍ଟିଆନ ମାନଙ୍କ ଅସ୍ତ୍ରରେ ଥିଲା, ଦାଉଦ ଯାଇକି ସେଠି ଯୁଦ୍ଧ କରିକି ଇସ୍ରାଏଲ ଲୋକମାନଙ୍କୁ ଉଦ୍ଧାର କରିକି ଆଣିଥିଲା। He rescued from the Palestine ନାଇଁ କି? ଏଇଟା ହଉଛି ରାଇସ୍ ଅଫ ଡେଭିଡ। ରାଇସ୍ ଅଫ ଡେଭିଡ ଆମେ ଆଣି ଜାଙ୍କା ଥିଲା, ସେଟା ହଉଛି ଆମେ build the altar where angels was। altar gamadem tambusina garuthulale, then face arona for use of animal for burnt offering, ମାନେ ସାକ୍ରିଫାଇସ୍ କରିବା ପାଇଁ ସେ ଯୁଗରେ କଣ ଥିଲା? ମାନେ ଗୋଟେ ଗୋଟେ ପଶୁ ମାନଙ୍କୁ ପରମେଶ୍ୱରଙ୍କ ଠାରେ ଗୋଟେ ଅଫରିଂ ଦେଇଥିଲେ ନାଇଁ? ଅଫରିଂ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ କରୁଛନ୍ତି ଅନ୍ୟ ଜାତି ମାନେ, ଅନ୍ୟ ଧର୍ମ ମାନେ। But there was a this people also, ମାନେ ଏଇ ସମୟରେ ମଧ୍ୟ ଦାଉଦ କଣ କରୁଥିଲା? ପରମେଶ୍ୱରଙ୍କ ଠାରେ କଣ ବଳି ଦେବା ପାଇଁ ମଧ୍ୟ ସେ କଣ ପ୍ରସ୍ତୁତ କରିଥିଲେ। That's what that is the Old Testament। and no cheap worship। worship କଣ ଥିଲା? କୌଣସି ଶସ୍ତା worship ରହିନଥିଲା। ଶସ୍ତା ମାନେ ଶସ୍ତା ଗାମେଣ୍ଟ I think I'm to be ଟିକେ standard, maintaining the standard worship and going to the ପରମେଶ୍ୱରଙ୍କ ଉପସ୍ଥିତିରେ ଗଲା ପରେ ସେମାନେ ଆଉ କୌଣସି ଅନାବଶ୍ୟକ କାର୍ଯ୍ୟ ନ କରି କେବଳ ପରମେଶ୍ୱରଙ୍କ ଠାରେ ସେମାନେ ପ୍ରାର୍ଥନା କରୁଥିଲେ। That's what called altar build flagons। ଓକେ, ଏଇଟା ହଉଛି ଆମେ ମାନେ ଦେଖୁଛୁ ଆଲ୍ଟର ମାନେ ଯୋଉଟା କି ତାମ୍ବୁସନ ଟାବରନାକ। ଏଇଟା ସେମାନେ ବନେଇଥିଲେ। ଯୋଉ ଟାବରନାକଲରେ ସଲୋମନ ରାଜା ହେଇଥିଲା, ସେଠି ସେ ପ୍ରାର୍ଥନା କରୁଥିଲା, ପରମେଶ୍ୱରଙ୍କୁ କଣ ମାଗିଥିଲା? ଜ୍ଞାନ ମାଗିଥିଲା। ପରମେଶ୍ୱରଙ୍କ ଠାରେ ଜ୍ଞାନ ମାଗିଥିଲା। ତାମ୍ବୁସନ ଯଦି ଆମ୍ଭେ ତାମ୍ବୁସନ ଆସିଲେ ଟାବରନାକଲ ଦେଖିନଥିବ, ହାଇଦ୍ରାବାଦ ଆସ, ହାଇଦ୍ରାବାଦ ଅଛି ବହୁତ ବଡ କ୍ୟାମ୍ପସରେ ଗୋଟେ ଟାବରନାକଲ ରହିଛି। ସୋ ଆପଣମାନେ ସେଠି ଦେଖିପାର। So you can see the tabernacle in Hyderabad। So ଏଇଟା ହଉଛି ଦାଉଦଙ୍କର କାର୍ଯ୍ୟ। ଯେତେବେଳେ ଦାଉଦ ଏଇ ସବୁ କାର୍ଯ୍ୟ ମାନେ ତାଙ୍କର ରାଜା ଶାସନ ସମୟ ନାଇଁ ସେ so we can see 25 ପଦ ପଠନ କରନ୍ତୁ କଣ ଲେଖାଯାଇଛି? 25 ପ୍ରଥମ ସଂବାଦ
18 पर्व 25,000। ହଁ 18 ପର୍ବ ନୁହେଁ, ଏଇଟା ହଉଛି କେତେବେଳେ ସେତେବେଳେ କୋଉ ପଦ ପଠନ କରିଥିଲେ କି 16 ଅଧ୍ୟାୟ ନାଇଁ କି? ଆନନ୍ଦ ନା 16 ନାହିଁ, ଓକେ। ସୋ ଏଇଟା ଡବଲ ଡବଲ ହେଇଛି। ସୋ ଆମେ ମାନେ ଏଠାରେ ଦେଖୁଛୁ ନାଇଁ କି, ଏଠି ଆମେ ଦେଖୁଛୁ ଯୋଉଟା କି ସାକ୍ରିଫାଇସ୍, ଫାର୍ଷ୍ଟ ପଏଣ୍ଟ ହଉଛି ସାକ୍ରିଫାଇସ୍ ଇନ୍ ଅଫରିଂ। ସାକ୍ରିଫାଇସ୍ କରିବା ପାଇଁ କଣ କଣ ବିଲ୍ଡ ଆଫ୍ଟର ମାନେ ଗୋଟେ ସାକ୍ରିଫାଇସ୍ ଆରଙ୍ଗାଙ୍ଗନା ପିଲଦେଲି କାନୁବନ ଆତିବିନ ସେ ଜାଗାରେ କଣ ଯେମିତି କି ସ୍ୱର୍ଗରୁ ଏଞ୍ଜେଲ ଦୂତ ମାନେ ଆସିକି ସେମାନଙ୍କର ଅଫରିଂ ଟା କଣ ଗ୍ରହଣ କରିବ, ଠିକ ସେଇ ପ୍ରକାର ଏଠି କରାଗଲା। ସୋ ଯେମିତିକି ଅବ୍ରାମ ଇସାକଙ୍କୁ ବଳି ଦେବା ପାଇଁ ନେଇଥିଲା, ସେଠି ପରମେଶ୍ୱର କଣ କାହାକୁ ପ୍ରସ୍ତୁତ କଲେ, ଗୋଟେ ମେଣ୍ଢାକୁ ପ୍ରସ୍ତୁତ କଲେ ନାଇଁ। ଏଠି ଏଠି ଆମେ ମାନେ ଦେଖିବା ଫାର୍ଷ୍ଟ ଆଣ୍ଡ ସେକେଣ୍ଡ କିଙ୍ଗସ୍ ଆମେ ମାନେ ଯିବା। ଏଇଟା ହଉଛି ଗୋଟେ ଆ ଦାଉଦଙ୍କର ସମୟରେ କେମିତି ରାଜା ଶାସନ ମାନେ ସେ କରୁଥିବା ସମୟରେ କଣ କଣ ସେ ପ୍ରସ୍ତୁତ କରୁ। altar was built but he could not build the temple, ମାନେ ସେ ଜେରୁସାଲେମ ମନ୍ଦିରକୁ ସେ ଗଠନ କରିପାର ମାନେ ସ୍ଥାପନ କରିପାର। ସୋ ଦ୍ୟାଟ୍ସ ହ୍ୱାଇ ଏଠି ଆମେ ଦେଖିବା ପ୍ରଥମ ଏବଂ ଦ୍ୱିତୀୟ ରାଜା, ପ୍ରଥମ ଏବଂ ଦ୍ୱିତୀୟ ରାଜା, ପ୍ରଥମ ଏବଂ ଦ୍ୱିତୀୟ ରାଜାରେ ଆମେ ଦେଖିପାରୁଛୁ କଣ ଜିରୁବିୟମ, ତାପରେ କଣ ସଲୋମନ ସିଟ୍ ଜିରୋବିୟମ ନାଇଁ କି, ସେଟା ହଉଛି 40 ସଲୋମନଙ୍କର ମରଣ ଆମେ ମାନେ ଦେଖୁଛୁ, ଯୋଉଟା କି ସଲୋମନ ପରେ ଦେଶ ବିଭକ୍ତ କରାଗଲା, ଦୁଇ ଭାଗରେ ବିଭକ୍ତ କରାଗଲା ସଲୋମନ ପରେ ନାଇଁ କି। ଯେତେବେଳେ ସଲୋମନ ରାଜା ଥିଲା ସେ ସମୟରେ ଇସ୍ରାଏଲ ଏବଂ ଜିହୁଦା ଦେଶ ମିଶିକି ଥିଲେ ନାଇଁ କି, ମିଶିକି ଥିଲେ। ଠିକ ସେଇ ପ୍ରକାର ଯେତେବେଳେ ସଲୋମନଙ୍କର ମରଣ ହେଲା ସେ ସମୟରେ ସେମାନେ ଦେଶ ବିଭକ୍ତ କରାଗଲା, ଦେଶ ବିଭକ୍ତ କରାଗଲା, ଗୋଟେ ଜିହୁଦା ଦେଶ ଆଉ ଗୋଟେ ଇସ୍ରାଏଲ ଦେଶ, ଇସ୍ରାଏଲ ଦେଶ। ସେଇଥିପାଇଁ ଇସ୍ରାଏଲ ଦେଶ ସଲୋମନଙ୍କର ଦୁଇ ପୁଅ ମାନେ ଜିରୋବିୟମ ଆଉ କିଏ ରିହୋବିୟମ, ଜିରୋବିୟମ ରିହୋବିୟମ ଏଇ ଦୁଇ ଜଣ କଣ ହେଲେ ଗୋଟିଏ ଗୋଟେ କିଙ୍ଗଡମରେ ସେମାନେ ରାଜା ହେଲେ, ଗୋଟେ ଗୋଟେ କିଙ୍ଗଡମରେ ରାଜା ହେଲେ। ଜଣେ କୋଉ ଦେଶରେ ଜିହୁଦା ଦେଶରେ ରାଜା ହେଲା ଆଉ ଗୋଟିଏ କୋଉଟେ ଇସ୍ରାଏଲ ଦେଶରେ ରାଜା ହେଲା। ସେଇଟା ଆମେ ମାନେ କେବେ ହେଲା, ଏଇଟା ସଲୋମନଙ୍କର ମରଣ ପରେ ଆଫ୍ଟର ଦ ଡେଥ୍ ଅଫ ସଲୋମନ, ଏଇଟା ଏଇଟା ହଉଛି ଆମେ ମାନେ ଦେଖିପାରୁ। ସୋ some images are not displayed. Okay. Then that's why the division of the kingdom. ଏଠି ଦେଖନ୍ତୁ ପ୍ରଥମ ରାଜା 19 ଅଧ୍ୟାୟ, 1-2 ପଠନ କରନ୍ତୁ। 19 ଅଧ୍ୟାୟ ପ୍ରଥମ ରାଜା। କଣ କରିବା? ହଁ। ଅନନ୍ତର ଆହାବ ଏଲିୟଙ୍କର କୃତ ସମସ୍ତ କର୍ମର ବୃତ୍ତାନ୍ତ ଓ ସେ କିପରି ଖଡ୍ଗରେ ସମସ୍ତ ଭବିଷ୍ୟତ ବକ୍ତାଙ୍କୁ ବଦ୍ଧ କରିଥିଲେ ଇସେବେଲକୁ ଜଣେଇଲେ। ତହିଁରେ ଇସେବେଲ ଏଲିୟଙ୍କ ନିକଟକୁ ଦୂତ ପଠାଇ ଏଇ କଥା କହିଲା, ପ୍ରାୟ କାଲି ଏଇ ସମୟକୁ ଯେବେ ମୁଁ ତୁମ୍ଭ ପ୍ରାଣକୁ ସେମାନଙ୍କ ଜଣକର ପ୍ରାଣ ତୁଲ୍ୟ ନ କରେ ତେବେ ଦେବତା ମାନେ ମତେ ସେଇ ଦଣ୍ଡ ମଧ୍ୟ ତହିଁରୁ ଅଧିକ ଦିଅନ୍ତୁ। ଏମିତି ଏମିତି ଘଟଣା ହେଲା ପରେ କଣ ଗୋଟେ କିଙ୍ଗଡମକୁ ବିଭକ୍ତ କରିବା ପାଇଁ ଆରମ୍ଭ ହେଲା, ଯୋଉଟାକି ଆମେ ମାନେ କହିସାରିଛୁ ଜିହୁଦା ଦେଶ ଏବଂ ଇସ୍ରାଏଲ ଦେଶକୁ ବିଭକ୍ତ କରାଗଲା। ଦେଖନ୍ତୁ ଯେତେବେଳେ 2000 ବୋଧେ କେବେ 2010 ନାଇଁ କି 2010ରେ ରାଜଶେଖର ରେଡ୍ଡି ସିଏମ ଥିଲା ଆନ୍ଧ୍ରାର, ଯେତେବେଳେ ତାର ମରଣ ହେଲା ଏଇ 2014 ପର୍ଯ୍ୟନ୍ତ ଆନ୍ଧ୍ରା ଏବଂ ତେଲେଙ୍ଗାନା ବିଭକ୍ତ ହେବା ପାଇଁ ସେମାନେ ବହୁତ
କଷ୍ଟ ମାନେ ସେମାନେ ବହୁତ ଅଶାନ୍ତିରେ ଥିଲେ। ହେଲେ 2014 ଯେମିତି ତେଲେଙ୍ଗାନା ଏବଂ ଆନ୍ଧ୍ର ବିଭକ୍ତ ହେଲା, ଦେଖନ୍ତୁ ଠିକ ସେଇ ପ୍ରକାର ଗୋଟିଏ ମନୁଷ୍ୟର ମରଣ ଏତେ। ଦେଖନ୍ତୁ ଏଠି ସଲୋମନଙ୍କର ମରଣ ପରେ କଣ ହେଲା, ଗୋଟିଏ ଦେଶକୁ ବିଭକ୍ତ ହେଲା। ଠିକ ସେଇ ପ୍ରକାର ଆନ୍ଧ୍ରାରେ ଗୋଟେ ସିଏମ ଗୋଟେ ମନ୍ତ୍ରୀର ମରଣ ପରେ କଣ ରାଜ୍ୟକୁ ବିଭକ୍ତ ହେଇଛି। ଠିକ ସେଇ ପ୍ରକାର ଆମେ ମାନେ ଏଠାରେ ଦେଖୁଛୁ। ତାର ଅର୍ଥ କଣ, they were treated by brutally। ଏଠି କଣ ଲେଖାଯାଇଛି, ଏଠି ଲେଖାଯାଇଛି ସେମାନଙ୍କୁ ଅଧିକ କଷ୍ଟ ଦିଆଗଲା, ନାଇଁ କି? ଏଠି ଏଇ ସେମାନଙ୍କର କଷ୍ଟ, ସେମାନଙ୍କର ଦୁଃଖ କ୍ଲେଶ ଯନ୍ତ୍ରଣା ସେମାନେ ସହି ପାରିନଥିଲେ। ସେଇଥିପାଇଁ ମିଶିକି ରହିବା ପାଇଁ ସେମାନେ ଚାହୁଁନଥିଲେ। ସେମାନଙ୍କର କିଙ୍ଗଡମ, ନାଇଁ କି, ସେମାନଙ୍କର କିଙ୍ଗଡମକୁ ବିଭକ୍ତ ହେବା ପାଇଁ ସେମାନଙ୍କୁ ଇଚ୍ଛା ଲାଗୁଥିଲା। Isa po ang tangat alas ini yang ditabi. Panunyang akal pori lang kaya asas ito. Asas ঠিক সেই কথা এটি মধ্যে সেমিতি বিভক্ত করা, নাকি? ଆଉ ଏଠି କଣ ଦେଖୁଛୁ, the preparation of Elisha। ଏଲିଓ ପରେ କାହାକୁ ପ୍ରିପାରେସନ କରାଗଲା? ଏଲିଓ ନାତିକୁ ପୁତିନାଟାକୁ ପ୍ରିପେୟାର କରାଯାଇଛି ଏଲିସାୟ। ଆଲେ ସରା ବାଟରେ ଏଲିସାୟ ବାଟରେ ଇଂଲିଶରେ ଏଲିସା ହେଲା। he was also prepared to go forward। ଦେଖନ୍ତୁ ଏଠି ଅଧିକ ରାଜା ଶାସନ ମଧ୍ୟ ସେତେ ଷ୍ଟ୍ରଙ୍ଗ ନଥିଲା। ରାଜା ଶାସନ ଷ୍ଟ୍ରଙ୍ଗ ନଥିବାରୁ ଏଇ ଭବିଷ୍ୟତ ବକ୍ତା ମାନଙ୍କୁ ଗୋଟିଏ ପରେ ଗୋଟିଏ ସେମାନଙ୍କୁ କଣ କରାଗଲା, ପ୍ରିପାରେସନ କରାଗଲା। ଆଉ ଗୋଟେ ଗଲା ପରେ ନାକି ଏଲିସାୟ ଗଲା ପରେ ଏଲିଓ ଗଲା ପରେ ଏଲିସାୟ ଆସିଲା, ନାକି? he was rebuked for this by Elijah, whom he unsuccessfully attempted to arrest। ନାକି ଏଇ ଏଇ ବିଷୟରେ ଆମେ ଦେଖନ୍ତୁ ଇସ୍ରାଏଲ ଲୋକମାନଙ୍କୁ କଣ୍ଟିନ୍ୟୁ କରିବା ପାଇଁ, ଇସ୍ରାଏଲ ମରଞ୍ଜାଡ ଆଗକୁ ବଢିବା ନିମନ୍ତେ ଗୋଟିଏ ଭବିଷ୍ୟତ ବକ୍ତା ପରେ ଆଉ ଗୋଟେ ଭବିଷ୍ୟତ ବକ୍ତା କଣ ପ୍ରିପାରେସନ କରାଗଲା। ଏଠି ଆଇଲାଇଟ ବିଷୟ କଣ ଦେଖୁଛୁ, ଗୋଟେ ଆଇଲାଇଟ ଆମେ ଗୋଟେ ଆଉଟଲାଇନ ର ଆଇଲାଇଟ ଦେଖୁଛୁ କଣ, ସାଉଲ ଏବଂ ଦାଉଦ ସଲୋମନଙ୍କର ରାଜା। ସେମାନେ ଯେତେବେଳେ କିଙ୍ଗଡମ ରେ ଥିଲେ, while they were king, so by that time both the three kings were ruled very well, ନାଇଁ? ସେଇଥିପାଇଁ ଆମେ ସେମାନଙ୍କ ବିଷୟରେ ସ୍ପଷ୍ଟ ଭାବରେ ଦେଖିପାରୁଛୁ, ନାଇଁ? ହେଲେ ଏଠି ପ୍ରିପାରେସନ ଅଫ ଏଲିସା ବିଲ୍ଡିଂ ଦ ଏଣ୍ଟାୟାର ସିରିଆନ ଆର୍ମି। ଦେଖନ୍ତୁ ଦ୍ୱିତୀୟ ରାଜା 6 ଅଧ୍ୟାୟ 8 ରୁ 12 ପଦ ପଠନ କରନ୍ତୁ। ଦୁଇ ରାଜା 8 ରୁ 12 କଣ ଲେଖୁଛି? ଦ୍ୱିତୀୟ ରାଜା 6 ପର୍ବ 8 ରୁ 12। Botra Surian Araja Israel Sangim dengan Sanuetin do anin abuantan ji empra artibir gametin timne tipi adrakuna lingan tambusan yenji deti bar kitungan amra Israel Araja amangban birna paile gametin kilkilna aman kuna adrakunan sanle yirdo itina san sering kitungan amra aingan adrakunan sele gatamle kilkileti kuna adrakuna ban Israel Araja manrana dong paile kanam beri Elisa raja na dong okei barokai kilkille nasan rajan raban yangle bar kanasan Surya arajan augaran kalai bilai gideli antinasan anin abontan jiad ong gudingle anin jiad ong gametin manglen sring butin Israel rajan amai nalingan daku kanati ambin agar lamin po bar anin abontan ji amang lingan bo manra gametin ija e gamangyen gugu raja bindo aman derimat na akul sengling nam titin to pengte kuna kud birnan Israel dengan Elisa tumagay mar Israel raja na ong lamte ঠিক নেই ବରି ଲଗିନ ଆରବାଙ୍କ ଥିବେ ମାନେ ଆମେମାନେ ଯୋଉଟାକି ସ୍ପଷ୍ଟ ଭାବରେ ଦେଖୁଛୁ, ଯୋଉଟାକି ପରମେଶ୍ୱର ଏଲିସାୟଙ୍କୁ ଜଣାଉଛନ୍ତି ସେଇଟା ରାଜାଙ୍କୁ କଣ ଜଣାଉଛନ୍ତି। ମାନେ ସିରିଆ ଆର୍ମି ମାନଙ୍କ ଠାରୁ, ସିରିଆ ଦେଶରୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଦେଖନ୍ତୁ। ଏଇଟା ହଉଛି ଗୋଟେ ଇସ୍ରାଏଲ ମାନଙ୍କୁ
ଉଦ୍ଧାର କରିବା ପାଇଁ ଗୋଟେ ଗୋଟେ ଜଣକୁ ଜଣକୁ ପ୍ରିପାରେସନ କରାଯାଉଛି, ଜଣକୁ ଜଣକୁ କଣ ପ୍ରିପାରେସନ କରାଯାଉଛି, and promising deliverance to the starving citizen of Samaria। ନାଇଁ କି ସେଇଟା ହଉଛି ଯୋଉଟା କି 6:26-7 ଅଧ୍ୟାୟ 20 ପର୍ଯ୍ୟନ୍ତ ଯେତେବେଳେ ଆମେ ମାନେ ପଠନ କରିବା এই ବିଷୟରେ ଆମେ ମାନେ ଜାଣିବା how the promising deliverance ada ong yanggam abu jenip chip daging anak lud tiyetin ତାମାନେ ସେମାନଙ୍କୁ କେମିତି ଉଦ୍ଧାର କଲା এই ବିଷୟରେ ନେଇ ଦ୍ୱିତୀୟ ରାଜା 6 ଅଧ୍ୟାୟ 26-7 ଅଧ୍ୟାୟ 20 ପର୍ଯ୍ୟନ୍ତ ପଠନ କଲେ ତ very ଦଗଲୁ ପ୍ରତିକ୍ରିୟା ପାଏ। ବୁଝା ଠିକ ସେଇ ପ୍ରକାର ଏଠି ଆହୁରି ପ୍ରେସିଡିକ୍ଟିଂ ଦ ଡେଥ୍ ଅଫ that king of Syria ମାନେ ସିରିଆର ରାଜା ମରଣ କେମିତି ତା ଦେନା what they were ଆଉ ସେମାନଙ୍କର ପ୍ରୋବ୍ଲେମ କେମିତି ପାଇଲେ କନକଲ ୟାଙ୍ଗାମ ୟାଙ୍ଗ ଜନକ କଲକଲ ୟାଙ୍ଗାମ ଦେଲିଛି ସେଟା ହଉଛି 8 ଅଧ୍ୟାୟ 7-15 ପଦ ପର୍ଯ୍ୟନ୍ତ ହେଲେ ନାନା ତିନ କରି କିନଳ କିଟିଂ ଅଫ 7-8 ତ 7 ଥରେ 2 ରାଜା 8 ଅଧ୍ୟାୟ 7-15 ପଦ ପର୍ଯ୍ୟନ୍ତ ହେଲା 7-15. Bar Elisa Damasikawa Naduetin, Konayam Lingan Surian Araza Benadat Asulingan Dekoli, Bar Kitungan Amanra kan Adrakunaban Yiraitin, Gamle Rajan Adong Ganat Lamandeli, Bar Raja Ajael Adong Gametin, Sealing Arbang Binastan Gira, Barnien kan sering senamangan yang tai ode ija kan abirna anin bakti gemangtungan ada ong uala kanasan ajail anin ada ong arbang bin hasan yiretin do damsi kalingan teng bangsa janaban pati menan bakuri sisbong danji pati rumle kanitianji anin ampara setam tinggal lagi tapi balik login yanggam anin jado onji kono anak belum dari butin Israel barang jab selena lek kena akhirnya pikin asal akhirnya anak belum sele to yang jab sanuan din anin jaboy anak belum yang je barokel predicting 3 bad victories by over Syria ମାନଙ୍କୁ ଉପରୁ ମାନେ ତାଙ୍କର ସେମାନଙ୍କ ସହିତ ଯୁଦ୍ଧ କରିକି କେମିତି ସେମାନେ ଉଦ୍ଧାର ପାଇଲେ ତିନୋଟି ଭିକ୍ଟୋରୀ ସେମାନଙ୍କୁ ଦେଖିବା ଆମେ ମାନେ ଆଜି daitna ani je jagata ko daitna yang jatalen ini balik lo binar bang bunde Elisa ministry begins yanggam anin abaran susun ijam Elisa betul soi kan letter guda ko effort se pura heichi tothapi amane bujiba pai chesta koriba the youngest son of Joshua ijam এটা হচ্ছে দ্বিতীয় ক্রনিকল আবই বাগু কানে আবই বাগু রাজা do etiboy anak bagu dirindan jangan lagi kita begini karena akan bawa lihat apa sih itu nasin gambar abo Elisa yon Nabara itu nak mele এই বিষয়ে আমি মনে করি তারপরে Jeremiah was persecuted during his reign Jeremiah adong dan anak kalkalan Delhi then rebel against Babylon with Egypt kani aku tuban Aletin akitabil abo Babylon semane kemiti capture kole ka dwara Egypt mane Misor manong ko dwara kani at kutuban kitabi then we have to discuss next class in briefly about this karena Elisa of mele okay next class paksaka male discuss asena ba thank you na etike letter guda ko effort se pura hoichi so that's what I want to make you to have a clear discuss for next class. Next class we're gonna unveil the concept.